24 ବର୍ଷରେ 24ଟା ମଧ୍ୟ ମଡେଲ ମଣ୍ଡି କରିଛନ୍ତି କି ଏ ପ୍ରଶ୍ନ ଯଦି ମୁଁ ପଚାରିବି ତାହେଲେ ସେ ଉତ୍ତର ଦେବା ପାଇଁ ଏଠି ଆସିବା ଦରକାର। ଦେଇପାରିବେ କି? ସାହସ ଅଛି କି? ସେଇଥିପାଇଁ ବୋଧେ ଉତ୍ତର ଦେବା ସାହସ ନାହିଁ ବୋଲି ଏ ବିଧାନସଭା ଗୃହରେ ମଧ୍ୟ କକ୍ଷତ୍ୟାଗ କରିକି ଚାଲି ଯାଉଛନ୍ତି। ଏବଂ ସେମାନେ କେତେ ଷ୍ଟୋରେଜ ବ୍ୟବସ୍ଥା କରିଥିଲେ, କ'ଣ କ'ଣ ସେମାନେ ଯୋଜନା କରିଥିଲେ ଚାଷୀଙ୍କର ପାଇଁ? ଯଦି ଯଥେଷ୍ଟ ସଂଖ୍ୟାରେ ଗୋଦାମ ଗୃହ ନିର୍ମାଣ ସେତେବେଳେ କରିଥାନ୍ତେ ତେବେ ଆଜି ଏପରି ଅବସ୍ଥା ବା ଏପରି ସମସ୍ୟା ଉପୁଜି ନଥାନ୍ତା। 24 ବର୍ଷରେ 24ଟା ମଧ୍ୟ ମଡେଲ ମଣ୍ଡି କରିଛନ୍ତି କି ଏ ପ୍ରଶ୍ନ ଯଦି ମୁଁ ପଚାରିବି ତାହେଲେ ସେ ଉତ୍ତର ଦେବା ପାଇଁ ଏଠି ଆସିବା ଦରକାର। ଦେଇପାରିବେ କି? ସାହସ ଅଛି କି? ସେଇଥିପାଇଁ ବୋଧେ ଉତ୍ତର ଦେବା ସାହସ ନାହିଁ ବୋଲି ଏ ବିଧାନସଭା ଗୃହରେ ମଧ୍ୟ କକ୍ଷତ୍ୟାଗ କରିକି ଚାଲି ଯାଉଛନ୍ତି। ଏବଂ ସେମାନେ କେତେ ଷ୍ଟୋରେଜ ବ୍ୟବସ୍ଥା କରିଥିଲେ, କ'ଣ କ'ଣ ସେମାନେ ଯୋଜନା କରିଥିଲେ ଚାଷୀଙ୍କର ପାଇଁ? ଯଦି ଯଥେଷ୍ଟ ସଂଖ୍ୟାରେ ଗୋଦାମ ଗୃହ ନିର୍ମାଣ ସେତେବେଳେ କରିଥାନ୍ତେ ତେବେ ଆଜି ଏପରି ଅବସ୍ଥା ବା ଏପରି ସମସ୍ୟା ଉପୁଜି ନଥାନ୍ତା। ଏହା ଭିତ୍ତିଭୂମି କାର୍ଯ୍ୟ ରାତାରାତି ହୋଇପାରିବ ନାହିଁ। ଯାହା ରାତାରାତି ହୋଇପାରିବ ତାକୁ ତ ଆମେ କରିଦେଲୁ। ଆମେ 3100 ଟଙ୍କା ଧାନର ସର୍ବନିମ୍ନ ସହାୟକ